ଦେଖନ୍ତୁ ଆମର କାଲି ଗୋଟେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇକି ରାତିରେ ଆମର ମୋହନା ଥାନା ଆଇଆଇସି ଏବଂ ଗୋଟିଏ ପୁଲିସ ଟିମ୍ ଯେଉଁଠିକି ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରରୁ ମଧ୍ୟ ଫୋର୍ସ ଆସିଥିଲେ ଏବଂ ଏ ଟିମ୍ର ଲିଡ୍ କରୁଥିଲେ ଆମର ଡିଏସ୍ପି ଅମିତାଭ ପଣ୍ଡା। ଏହା ସହିତ ମାଜିଷ୍ଟ୍ରେଟ୍ ମଧ୍ୟ ରହିଥିଲେ, ଦୁଇ ଜଣ ଇଣ୍ଡିପେଣ୍ଡେଣ୍ଟ ୱିଟନେସ୍ ମଧ୍ୟ ରହିଥିଲେ। ଏମାନଙ୍କୁ ନେଇକି ସେମାନେ ପିଡ଼ିଆର ଗାଁରେ ଯେଉଁଠି ଖବର ଥିଲା ଆମ ପାଖରେ ସେ ଗାଁରେ ପହଞ୍ଚି ସେଠି ରେଡ୍ କରିଥିଲେ ଏବଂ ପ୍ରଚୁର ପରିମାଣରେ ଗଞ୍ଜେଇ ମଧ୍ୟ ସେଠି ଜବତ କରିଥିଲେ। 8 ଜଣ ଆସାମୀକୁ ଗିରଫ କରିଥିଲେ। ସେମାନେ ଜବତ ଗଞ୍ଜେଇ ଏବଂ 8 ଜଣ ଗିରଫ ଆସାମୀକୁ ଧରି ଥାନାକୁ ଆସୁଥିବା ବାଟରେ ସେଠି ଯୁବା ଗାଁର ପ୍ରାୟ 200 ପାଖାପାଖି ଲୋକ ଏବଂ ସେଥିରେ ପିଡ଼ିଆର ଗାଁର ଲୋକମାନେ ମଧ୍ୟ ତାଙ୍କ ସହିତ ମିଶି ଯାଇଥିଲେ। ସେମାନେ ପୁଲିସକୁ ସେଠି ଅଟକେଇଥିଲେ, ଗଛ ପକାଇ ରାସ୍ତାରେ ପଥର ପକାଇ ଏବଂ ଅତର୍କିତ ଭାବରେ ପୁଲିସକୁ ଆକ୍ରମଣ କରିଥିଲେ। ଆକ୍ରମଣ କରିବା ସମୟରେ ସେ 8 ଜଣ ଗିରଫ ଆସାମୀ ମଧ୍ୟ ସେଠୁ ଖସି ପଳାଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଆହୁରି ଉଗ୍ର ହୋଇ ପୁଲିସର ଗାଡ଼ି 5-6ଟି ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ପରେ ପରେ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରରୁ ଅଧିକା ଫୋର୍ସ ଏବଂ ଅନ୍ୟ ଥାନାରୁ ଅଫିସରମାନଙ୍କୁ ସବୁ ପଠାଯାଇଥିଲା ଏବଂ ସ୍ଥାନୀୟ କିଛି ଲୋକ ସାମ୍ବାଦିକ ବନ୍ଧୁମାନେ ମଧ୍ୟ ସେଠି ପହଞ୍ଚି ଘଟଣାକୁ ପ୍ରଶମିତ କରିଥିଲେ ଏବଂ ପୁଲିସ କର୍ମଚାରୀଙ୍କୁ ସେଠୁ ସେମାନେ ଛାଡ଼ିଲା ପରେ ପୁଲିସ କର୍ମଚାରୀମାନେ ଆସିଥିଲେ। ଆମେ ଦେଖିବାକୁ ପାଇଲୁ ଯେ ଆମର 26 ଜଣ ପୁଲିସ କର୍ମଚାରୀ ଏଥିରେ ଆହତ ହୋଇଛନ୍ତି। ଆମେ ଯେଉଁମାନେ ବିନା କାରଣରେ ବେଆଇନ ଭାବରେ ପୁଲିସକୁ ଅଟକ ରଖି ପୁଲିସକୁ ଆକ୍ରମଣ କରିଛନ୍ତି କାହାକୁ ବି ଛଡ଼ାଯିବ ନାହିଁ। ସମସ୍ତଙ୍କ ବିରୁଦ୍ଧରେ ବହୁତ ଜଲ୍ଦି ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ଏବଂ ସେମାନଙ୍କର ଦୋଷ ଅନୁଯାୟୀ ଆଇନରେ ଯାହା କିଛି ବ୍ୟବସ୍ଥା ଅଛି ସେଇ ବ୍ୟବସ୍ଥା ଭିତରକୁ ସେମାନଙ୍କୁ ନିଆଯିବ। ବର୍ତ୍ତମାନ କେତେ ଜଣଙ୍କ ନାଁରେ ମାମଲା ରୁଜୁ ହେବ, କ'ଣ କ'ଣ ସବୁ ଦଫା? ଦେଖନ୍ତୁ, ସେ ଜାଗାରେ 200ରୁ ଉର୍ଦ୍ଧ୍ୱ ଲୋକ ଥିଲେ। ନିଶ୍ଚିତ ଭାବରେ ମାମଲା ସମସ୍ତଙ୍କ ନାଁରେ ହେବ। କିଛି ଲୋକଙ୍କୁ ଆମେ ଜାଣିପାରିଛୁ, ତାଙ୍କର ପରିଚୟ ମିଳିଛି, କିଛି ମାନଙ୍କର ମିଳିନାହିଁ। ସମସ୍ତଙ୍କ ପରିଚୟ ଆମେ ଏଷ୍ଟାବ୍ଲିଶ୍ କରିବୁ ଏବଂ କାହାକୁ ଛଡ଼ାଯିବ ନାହିଁ। ସମସ୍ତଙ୍କୁ ଆଇନ ପରିସରକୁ ଅଣାଯିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ। କେତେ ପରିମାଣର ଗଞ୍ଜେଇ ଏବେ ଜବତ ହୋଇଛି? ଗଞ୍ଜେଇ 20 କିଲୋ 20 କ୍ୱିଣ୍ଟାଲ 11 କେଜି ଗଞ୍ଜେଇ ଜବତ ହେଇଛି ସେ ଗାଁରୁ। ସାର୍, ଯଦି କହିବା ତ ଲିଖିତ ଚୁକ୍ତିନାମା କରାଯାଇଥିଲା ତାକୁ ନାଇଁ, ଦେଖନ୍ତୁ, ସେମାନଙ୍କର ଅବାସ୍ତବ କଥା ଯେଉଁଗୁଡ଼ାକ ରାତିରେ ପୁଲିସ ପେଟ୍ରୋଲିଂ କରିବାକୁ ଆସିବନି ବୋଲି ଲେଖିଦିଅ, ଗଞ୍ଜେଇ ଆମ ଗାଁରୁ ଜବତ କରିବନି ଲେଖିଦିଅ, ଏ ଲେଖାର କୌଣସି ମୂଲ୍ୟ ନାହିଁ। ପୁଲିସ ତା କାମ କରିବ, ଆଇନ ଅନୁସାରେ କାମ କରିବ। ଯେଉଁମାନେ ଯେଉଁ ମାଡ଼ ହେଇଛି 26 ଜଣ ମାଡ଼ ହେଇଛି, କେମିତି କ'ଣ ଅଛନ୍ତି? ସମସ୍ତେ ସୁସ୍ଥ ଅଛନ୍ତି, ଭଲ ଅଛନ୍ତି ଏବଂ ସେମାନେ ଯେଉଁ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଆମେ ଗ୍ରହଣ କରିବାକୁ ଯାଉଛୁ ଦୋଷୀମାନଙ୍କ ବିରୁଦ୍ଧରେ, ସେ ସବୁରେ ଏଇ ଆହତ ହୋଇଥିବା ଲୋକମାନେ ମଧ୍ୟ ଆମର ପୁଲିସ କର୍ମଚାରୀମାନେ ସମସ୍ତେ ସକ୍ରିୟ ଭାବରେ କାମ କରିବେ। ସାର୍, ବିଭିନ୍ନ ସମୟରେ ପୋଲିସ ରେଡ୍ କରିବା ସମୟରେ ଏମିତି ଆକ୍ରମଣ ଶିକାର ହେଉଛି, ବିଭିନ୍ନ ସମୟରେ ଥାନା ଘେରାଉ କରାହେଉଛି। ଯେମିତି ଗତ 2 ଦିନ ପୂର୍ବ ହାଡ଼ପଦର ଗାଁ ଲୋକ ଥାନା ଘେରାଉ କରିଥିଲେ। এই ଘଟଣା ସାର୍ ଘଟୁଛି କାହିଁକି ସାର୍? ଏଇଟା ଲୋକଙ୍କର ମାନେ ଆଇନର ଅଜ୍ଞତା ହେଇପାରେ, ନାହିଁ ତ ଯେଉଁ ଗଞ୍ଜେଇ ବେପାର ଜନିତ ଯେଉଁ ପ୍ରଚୁର ଲାଭ ପାଉଛନ୍ତି, ସେ ଲାଭକୁ ଯେତେବେଳେ ଆମେ ଧରି ପକାଉଛୁ ସେଟା ତାଙ୍କର ବହୁତ ବଡ଼ କ୍ଷତି ହେଉଛି, ସେଟା ବି ଗୋଟେ କାରଣ ହେଇପାରେ। କହିପାରିବା ଯଦି ଏଇ ଯେଉଁ ଆଇନ ଏତେ କଠୋର ଥିଲେ ମଧ୍ୟ ସେମାନେ ଆଇନକୁ ଖାତିର କରୁନାହାନ୍ତି, ଏହା ପାଇଁ ଆଇନ କ'ଣ କଡ଼ାକଡ଼ି ହେବା ଦରକାର? ଆଉ କିଛି ଆଇନ ଯାହା ଅଛି ବହୁତ କଡ଼ା ଅଛି। NDPSର ଧାରା କିଛି କମ୍ ନାହିଁ ବା ପୁଲିସ କର୍ମଚାରୀଙ୍କୁ କୌଣସି ଜାଗାରେ ଅଟକ ରଖିବା, ତାଙ୍କୁ ମାଡ଼ ମାରିବା, ପୁଲିସ ଗାଡ଼ିକୁ ଭାଙ୍ଗିବା, ଇଏ ବି କିଛି କମ୍ ଅପରାଧ ନୁହେଁ। ସାର୍, ଯେଉଁ ଲୋକ ଯେଉଁ ପୋଲିସକୁ ଆକ୍ରମଣ ଯେଉଁ କଲେ ଗ୍ରାମବାସୀ, ତାଙ୍କ ପଛରେ କିଛି ଅନ୍ୟ କିଛି ର୍ୟାକେଟ୍ ରହୁଛି, କିଛି ବଡ଼ ମାଫିଆ ମାନଙ୍କର ହାତ ରହୁଛି? ଦେଖନ୍ତୁ, ସେ ବାବଦରେ ଆମେ ଅନୁସନ୍ଧାନ କରିବୁ। ମୁଁ ଆପଣଙ୍କୁ ଯେମିତି ପରିଷ୍କାର ଭାବରେ କହୁଛି, ଏଇ ଘଟଣା ପାଇଁ ଯେଉଁମାନେ ବି ସମ୍ପୃକ୍ତ ଥିବେ, ଡାଇରେକ୍ଟଲି ହେଉ ଇନଡାଇରେକ୍ଟଲି ହେଉ, ସମସ୍ତଙ୍କ ବିରୁଦ୍ଧରେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବହୁତ ଶୀଘ୍ର ନେବୁ। ପୋଲିସ ବାରମ୍ବାର ଆକ୍ରମଣ ଶିକାର ହେବା ପରେ ମନୋବଳ ଦୁର୍ବଳ ହେଉଛି। ଦେଖନ୍ତୁ, ପୁଲିସ ଆଇନକୁ ଯେଉଁମାନେ ଭଙ୍ଗ କରୁଛନ୍ତି, ପୁଲିସ ସେଇମାନଙ୍କ ବିରୁଦ୍ଧରେ ଲଢ଼େଇ କରୁଛି। ନିଶ୍ଚିତ ଭାବରେ ସେମାନଙ୍କର, ମୁଁ ଯେମିତି କହିଲି ଆପଣଙ୍କୁ, ସେମାନେ ଆଇନ ପ୍ରତି ଅଜ୍ଞତା ହେଇପାରେ ବା ତାଙ୍କର ଅର୍ଥ ହାନି ଯେଉଁ ଘଟୁଛି, ଯେଉଁ ବେଆଇନ ଭାବରେ ଯେଉଁ ଅର୍ଥ ଉପାର୍ଜନ କରିଥାନ୍ତେ ସେଥିରେ ପୁଲିସ ପ୍ରତିବନ୍ଧକ ହେଉଛି। ସାର୍, ଆଗକୁ ରେଡ୍ କେମିତି ହେବ? ଆହୁରି ବ୍ୟାପକ ଭାବରେ ରେଡ୍ ହେବ।
ସାର୍ ଆଉ ଗୋଟେ କଥା, ବିଗତ ଦିନରେ ଆପଣ ଗ୍ରୀନ୍ ଅପରେସନ୍ ଗୋଟେ ଚାଲିଥିଲା, କିନ୍ତୁ ଏତେ ପରିମାଣ